ସ୍ୱପ୍ନରେ ସେ କିଏ କହୁଛି ବାପା ରିଭେଞ୍ଜ ନେଲି, କିଏ ନଉଛି ମଉସା ରିଭେଞ୍ଜ ନେଲି, କିଏ ନଉଛି ମାଉସୀ ରିଭେଞ୍ଜ ନେଲି, କିଏ କହୁଛି ଦଦେଇ ରିଭେଞ୍ଜ ନେଲି। କେତେ ରିଭେଞ୍ଜ ନଉଛନ୍ତି? ଆଉ ତମକୁ ରେକଗ୍ନାଇଜେସନ କିଏ ଦେଇଛି? ଗଣତନ୍ତ୍ର ପଦ୍ଧତିରେ ଇଏ ହଉଛି ରେକଗ୍ନାଇଜେସନ ଦଳ। ତା ଟିକେଟରେ ତମେ ଠିଆ ହେଇଛ, ତା ହୁଇପ୍ ହେଇଛି। ତମେ ଦଳ ବିରୁଦ୍ଧରେ କାମ କରିବା ଉଚିତ ନୁହଁ। ଗଣତନ୍ତ୍ରକୁ ହତ୍ୟା କଲ। ବିହିତ କାର୍ଯ୍ୟାନୁଷ୍ଠାନ AICC PCC ନେଇଛି, ମୁଁ ଅଭିନନ୍ଦନ ଜଣାଉଛି। ସରପଞ୍ଚ, ସମିତି ମେମ୍ବର, କାଉନସିଲର, କର୍ପୋରେଟରଙ୍କୁ ଧନ୍ୟବାଦ ଦଉଛି। ତମର ନୀତି ଅଛି, ତମର ଆଦର୍ଶ ଅଛି, ତମର ଗଣତନ୍ତ୍ରକୁ ମାନିବା ଅଛି। ସେ ଯୋଉ ଦଳର ଯୋଉମାନେ କ୍ରସ୍ ଭୋଟିଂ କରିଛନ୍ତି, ଏଗୁଡ଼ାକ ଉଚିତ? ଏ ଗଣତନ୍ତ୍ରକୁ ଅପମାନ, ନିନ୍ଦା। ଜନସାଧାରଣ ଏହାର ବିଚାର କରିବେ, ସମୟକୁ ଅପେକ୍ଷା କର। ରମେଶ ଜେନା ହଉଛନ୍ତି ଗଞ୍ଜାମ କଂଗ୍ରେସର ଗୋଟେ ମୁଖ୍ୟ, ଜମିଦାରୀ ବୋଲି ଯୋଉ କୁହାହଉଛି, ସିଏ ଭଳିଆ କରିବେ ଆପଣ ଭାବିଥିଲେ? କଂଗ୍ରେସ ଦଳର କେହି ମୁଖ୍ୟ ନୁହଁ, ଭକ୍ତ ଦାସ ବି ମୁଖ୍ୟ ନୁହଁ। ଯେତିକି ଦିନ AICC ଯାହାକୁ ପୋଷ୍ଟିଂ କରିଥିବ ସେ ସେତିକି ଦିନ ମୁଖ୍ୟ। ତେଣୁକରି ୟା ପରକୁ ପର ନେହେରୁ ମରିଗଲେ, କହୁଥିଲେ ଶାସ୍ତ୍ରୀ ଆସିଲେ, ଶାସ୍ତ୍ରୀ ମରିଗଲେ ଇନ୍ଦିରା ଗାନ୍ଧୀ ଆସିଲେ, ଇନ୍ଦିରା ଗାନ୍ଧୀ ମରିଗଲେ ରାଜୀବ ଗାନ୍ଧୀ ଆସିଲେ, ମନମୋହନ ସିଂ। କିଛି ଅସୁବିଧା ନାହିଁ। ବିରାଟ ଭାରତବର୍ଷ, ବିରାଟ କଂଗ୍ରେସ ଦଳ। କଂଗ୍ରେସ ଦଳକୁ ଯିଏ ଧୋକା ଦେଇଛି ସେ ଧୋକା ଖାଇକି ଯାଇଛି, ସଫଳ କେବେ ହେଇନି। ସମୟକୁ ଅପେକ୍ଷା କର। ଆଜି ଏ ମୌକାରେ ମୁଁ ଅନୁରୋଧ କରୁଛି, ମୋହନ ମାଝୀ ମହୋଦୟ, କାଲି ମୁଁ ମେଡିକାଲ ଯାଇଥିଲି, ସିଚୁଏସନ ଦେଖିଲି, ପୋଡ଼ା ରୁମ୍ ଦେଖିଲି, AC ପୋଡ଼ା ରୁମ୍ ଦେଖିଲି, ପେସେଣ୍ଟ ଟ୍ରିଟମେଣ୍ଟ ଦେଖିଲି, ଲୋକଙ୍କର ସେବା ଦେଖିଲି। ପ୍ରଥମେ ମେଡିକାଲ କଲେଜର ଚିଫ୍ ସୁପରିଟେଣ୍ଡେଣ୍ଟ, ଅଲ୍ ଡକ୍ଟର, ଷ୍ଟାଫ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ସୁନ୍ଦର ଟ୍ରିଟମେଣ୍ଟ ଚାଲିଛି ଯେଉଁମାନେ ଇଞ୍ଜୋର୍ଡ ଅବସ୍ଥାରେ ଅଛନ୍ତି, କ୍ଷତିଗ୍ରସ୍ତ ଅବସ୍ଥାରେ। ଦ୍ୱିତୀୟ, ପୋଲିସ ଭାଇମାନଙ୍କୁ ଧନ୍ୟବାଦ, କଣ୍ଟ୍ରୋଲ କରୁଛନ୍ତି, ଚାରିଆଡ଼େ ବୁଝୁଛନ୍ତି, ଚାରିଆଡ଼େ କରୁଛନ୍ତି। ଏବଂ ଖାଲି କହିଦେବାକୁ ଚାହେଁ, ମୋହନ ମାଝୀ ତମେ ଯାଇଛ, ଧନ୍ୟବାଦ। ଯାଇ ମଧ୍ୟ 27 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛ, ଟ୍ରିଟମେଣ୍ଟ ଚାଲିଛି, ସବୁ ଚାଲିଛି। କିନ୍ତୁ ଗୋଟେ ଜୁଡିସିଆଲ ଇନକ୍ୱାରି କର। 12 ଜଣଙ୍କ ଜୀବନ ଯାଇଛି, କାହା ଅବହେଳାରେ? ଆଜିକାଲି ବିଶ୍ୱରେ ଇଲେକ୍ଟ୍ରୋନିକ ଫ୍ଲାଗ ସିଷ୍ଟମ ହେଲାଣି। ନିଆଁ ଲାଗିଲା ମାନେ ପାଣି ପଡ଼ିଲା ବନ୍ଦ ହବ। କ'ଣ ପାଇଁ ଅବହେଳା? କାହିଁକି ଫାୟାର କାମ ଦେଲାନି? କାହିଁକି 12 ଜଣ ନିରୀହ ଲୋକଙ୍କର ଜୀବନ ଗଲା ଏବଂ ହାରାହାରି 32 ଜଣ ପଡ଼ିଛନ୍ତି ବେଡ୍ରେ, 3-4 ଜଣ ସିରିୟସ୍ ଅବସ୍ଥାରେ ଅଛନ୍ତି? କି କଲବଲରେ ତାଙ୍କ ଜୀବନ ଯାଇଛି? କାହିଁକି ଏତେ ଲେଟ୍ ହେଲା? ଗୋଟେ ଜୁଡିସିଆଲ ଇନକ୍ୱାରି କରାଯାଉ। କାହାର ଅବହେଳା? ଇଲେକ୍ଟ୍ରିକ ବିଭାଗ, ଫାୟାର ବିଭାଗ, ମେଡିକାଲ ବିଭାଗ, ପୋଲିସ ବିଭାଗ, ଯେଉଁମାନେ ଡ୍ୟୁଟିରେ ଥିଲେ, 12 ଜଣଙ୍କ ଜୀବନ ଯାଇଛି, 37 ଜଣ ଜୀବନ କ୍ଷୟକ୍ଷତି ଅବସ୍ଥାରେ ଅଛି। ତଦନ୍ତ କରିଯାଉ, ଜୁଡିସିଆଲ ତଦନ୍ତ। ଯେଉଁମାନେ ଇନଭଲ୍ଭ, ଅବହେଳାର ଜୀବନ ଯାଇଛି, ପନିଶମେଣ୍ଟ ଦିଆଯାଉ, ତାହେଲେ ଜନସାଧାରଣ ଖୁସି ହେବେ। ରିଲିଫ ପଇସା ତମେ କ'ଣ ହାତରୁ ଦଉଛ? ଦେଇଦେଲ, ଗଲା, ବୁଲି ଆସିଲ, ଗଲା। କିନ୍ତୁ ଇନକ୍ୱାରି କରିକିରି, ତଦନ୍ତ କରିକିରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରୁଛି। ସ୍ୱପ୍ନରେ, ସ୍ୱପ୍ନରେ ଯୋଉମାନେ କରିଛି, ଯୋଉ ଦଳର ସ୍ୱପ୍ନରେ। ସେ କିଏ କହୁଛି ବାପା ରିଭେଞ୍ଜ ନେଲି, କିଏ ନଉଛି ମଉସା ରିଭେଞ୍ଜ ନେଲି, କିଏ ନଉଛି ମାଉସୀ ରିଭେଞ୍ଜ ନେଲି, କିଏ କହୁଛି ଦଦେଇ ରିଭେଞ୍ଜ ନେଲି। କେତେ ରିଭେଞ୍ଜ ନଉଛନ୍ତି? ଆଉ ତମକୁ ରେକଗ୍ନାଇଜେସନ କିଏ ଦେଇଛି? ଦଳ ଦେଇଛି। ଦଳକୁ ଅପମାନ, ଅତି ନିନ୍ଦନୀୟ କଥା। ବିଜେଡିର ମଧ୍ୟ 8 ଜଣ ଖଣ୍ଡେ କରିଦେଲେ। ସେଇ ସମସ୍ତଙ୍କ କଥା କହୁଛୁ।